ସ୍ଥାନୀୟ ବାସିନ୍ଦା କୁହନ୍ତି ଏହି ମନ୍ଦିରରେ ଦେବୀ ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ଲୋକେ ନିଜର ଇଚ୍ଛା ପୂର୍ଣ୍ଣ ପାଇଁ ଏଠାରେ ମାନସିକ ରଖିଥାନ୍ତି ଓ ଦେବୀ ସେମାନଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ ମଧ୍ୟ କରନ୍ତି। ଆଜି ଆମେ ଆସିଛୁ କୋରାପୁଟ ଜିଲ୍ଲାର ଘାଟକୁମର ଅଞ୍ଚଳରେ ଥିବା ମା କାଳଭୈରବୀ ମନ୍ଦିର। ଆସନ୍ତୁ ପଚାରି ବୁଝିବା ଏଠାକାର ସେବାୟତଙ୍କ ମୁହଁରୁ ମନ୍ଦିର ଓ ଦେବୀଙ୍କ ବିଷୟରେ। ବାବା ଗୋଟେ ଥିଲେ ସାର୍, ସେ ବାବା ଗୋଟେ ମନ୍ଦିରଟା ଗଢ଼ିଥିଲେ। ବାବା ବି ମନ୍ଦିର କାଳ ହୋଇଥିଲେ। ଆମ ସାନ ବାପା ସେ ବାବା ସହିତ ରହୁଥିଲେ। ସେ ବାବା ସହିତ ସେ ଆମ ସାନ ବାପା ମରିଗଲେ। ତାପରେ ଆମ ବାପା ରହିଲେ। ବାପା ରହିକରି ସେ ବାପା କାଳରୁ ତ ଆମେ ବାପା ପୁଅ ଏମିତି ହେଇକି ସବୁ ପୂଜାପାଠ କରୁଛୁ। ଆମ ଗୋଟେ ଘର ମାନ୍ଦା ସାର୍। ସେବାୟତଙ୍କ କହିବା ଅନୁଯାୟୀ ସର୍ବପ୍ରଥମେ ମନ୍ଦିର ଥିବା ସ୍ଥାନରେ ମାଙ୍କର ମୂର୍ତ୍ତିଟି ପ୍ରକଟିତ ହୋଇଥିଲା। ମୂର୍ତ୍ତି କେଉଁଆଡ଼ୁ ପ୍ରକଟ ହେଲା ତାହା କେହି ଜାଣିନଥିବାର କହିଛନ୍ତି ପୂଜାରୀ ଜଣକ। ଯାହାପରେ ବଙ୍ଗଳାରୁ ଜଣେ ପୂଜାରୀ ଜଣକ ଆସି ସେଠି ମନ୍ଦିରର ସ୍ଥାପନା କରିଥିଲେ। ସମୟକ୍ରମେ ଲୋକେ ସେଠାରେ ପୂଜାପାଠ କରି ମାନସିକ କରିବା ଆରମ୍ଭ କରିଥିଲେ। ସେ ଯେଉଁ ମାନସିକ ଲୋକ ଥାଉଛନ୍ତି ନ ପୂଜା ଉଠାଇ ଯଦି ପୂଜା ଦେଉନାହାନ୍ତି ବୋଲେ ତାଙ୍କର କୌଣସି ହେଲେ ଅସୁବିଧାଟା ହେଉଛି ସାର୍। ଅସୁବିଧା ହେଲେ ସେଥିପାଇଁ ଯେ ମାନସିକ କରିଦେବେ ତାଙ୍କ ପୂଜାଟା ଆଣି ଦେଉଛନ୍ତି ସାର୍। ସୋମବାର ଶୁକ୍ରବାର ମଙ୍ଗଳବାରଟା ପୂଜା ହେଉଛି ସାର୍। ମାଙ୍କର ପୀଠରେ ପ୍ରତିବର୍ଷ ଯାତ୍ରା ମଧ୍ୟ ଅନୁଷ୍ଠିତ ହୁଏ, ଯେଉଁଥିରେ ଲୋକଙ୍କର ଭିଡ଼ ମଧ୍ୟ ଜମେ। ବର୍ଷକୁ ଚୈତ୍ର ପୂର୍ଣ୍ଣିମା ହେଉଛି ଗୋଟେ ବର୍ଷରେ ମାତ୍ର ପୂର୍ଣ୍ଣିମା ଦିନ ଯାତ୍ରାଟା ହେଉଛି ସାର୍। ଯାତ୍ରାରେ ଯଦି କ'ଣ ନାଟପାଟ ଯଦି ନହେଲେ ସେ ଯାତ୍ରାରେ କ'ଣ ଘଟଣାଟା ଘଟୁଛି ସାର୍। ଆଉ ଯାତ୍ରାରେ ବି ଭୋଜି ପାଣି ନାଚ ପାର୍ଟିମାନଙ୍କୁ ସବୁ ଭୋଜି ଫୋଜି ସବୁ ଦିଆହେଉଛି ସାର୍। ଯେ ଆଉ କିଏ ସାହାଯ୍ୟ କରିବା ଲୋକ ବି ନାହିଁ। ରାସ୍ତାରେ ଯାହା କଲେକ୍ସନ୍ ଚାରଣା ଆଟଣା ହେଉଛି ସେ ପଇସା ରଖିକରି ରକାଯୋଗ କରି ଏଇଟା ଯାତ୍ରାଟା କରୁଛି ସାର୍। ସେବାୟତଙ୍କ ଅନୁସାରେ ଯେଉଁ ଦମ୍ପତି ସନ୍ତାନ ସନ୍ତତିଠୁ ବଞ୍ଚିତ ଥାନ୍ତି ସେମାନେ ମାଙ୍କର ଏହି ମନ୍ଦିରକୁ ଆସି ପୂଜା କଲେ ମା ତାଙ୍କୁ ସନ୍ତାନ ପ୍ରାପ୍ତିର ସୁଖ ମଧ୍ୟ ଦେଇଥାନ୍ତି। ସେ ମଙ୍ଗଳବାର ଆଉ ଶୁକ୍ରବାର ଦିନଟା ଲୋକ ବି ଯିବା ଆସିବା କରୁଛନ୍ତି, ମାନସିକ ବି କରୁଛନ୍ତି। ମାନସିକ ସମ୍ପୂର୍ଣ୍ଣ ହେଲେ ତାଙ୍କ ପୂଜାପାଠ ଆଣି ଦେଉଛନ୍ତି। ପାହାଡ଼ ଓ ଜଙ୍ଗଲ ମଧ୍ୟରେ ଥିବା ଏହି ମନ୍ଦିରର ଦୃଶ୍ୟ ଅନନ୍ୟ। ଏଠାକୁ ଆସିଲେ ଭକ୍ତମାନେ ମନ୍ତ୍ରମୁଗ୍ଧ ହୋଇଯାନ୍ତି, କାହିଁକି ନା ଏଠି ଥିବା ଗୁପ୍ତ ଆଶ୍ଚର୍ଯ୍ୟ କାହାଣୀମାନେ ଆଜି ବି ଲୋକମାନଙ୍କର ମଧ୍ୟରେ ପ୍ରଚଳିତ। କୋରାପୁଟର ମିଲନ ରିପୋର୍ଟ, ଲୋକାଲିଟି।